जय जगन्नाथ सांगमाने आज ହେଉଛି ଶାମ୍ବ ଦଶମୀ। ଶାମ୍ବ ଦଶମୀ କ'ଣ ପାଇଁ ପୂଜା କରାଯାଏ ଆପଣ ମାନେ ଜାଣିଛନ୍ତି? କୃଷ୍ଣଙ୍କର ପୁଅ ଶାମ୍ବ ଯିଏକି ବଡ଼ ରୋଗରେ ପୀଡ଼ିତ ଥିଲେ। ଦ୍ୱାପର ଯୁଗରେ କୃଷ୍ଣଙ୍କର ପୁଅ ଶାମ୍ବ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରି ବଡ଼ ରୋଗରୁ ମୁକ୍ତ ହୋଇଥିଲେ। ଏହି ଦିନଠାରୁ ମା ମାନେ ପିଲାମାନଙ୍କର ମଙ୍ଗଳ କାମନା କରି ସୂର୍ଯ୍ୟ ଦେବତାଙ୍କ ପାଖରେ ନାନା ପ୍ରକାରର ଭୋଗ ପୂଜା କରିଥାନ୍ତି। କିଏ ବିଭିନ୍ନ ପ୍ରକାରର ପିଠାପଣା କରି ପୂଜା କରନ୍ତି ତ କିଏ ଫଳମୂଳି ଦେଇ ପୂଜା କରନ୍ତି। ମା ମାନେ ସୂର୍ଯ୍ୟ ଦେବତାଙ୍କ ଆଗରେ ପିଲାମାନଙ୍କର ମଙ୍ଗଳ କାମନା କରି ଯାହା ବି ଭୋଗ ଯାଚିଥାନ୍ତି ସେଇ ଅନୁସାରେ ଭୋଗ ବାଢ଼ି ଦେଇଥାନ୍ତି। ଆମର ଏବେ ପୂଜା ହେବା ପାଇଁ ସବୁ ଜିନିଷ ରେଡ଼ି ହେଇଯାଇଛି। ଖେଚେଡ଼ି, ଡାଲମା, ଶାଗ ଭଜା, ମକର ଚାଉଳ, କ୍ଷୀରି ସବୁ ଜିନିଷ ରେଡ଼ି ହେଇ ଏବେ ପୂଜା ହେବା ପାଇଁ ଆସିଛି ଭାରି। ଯେହେତୁ ପିୟୁଷ ବାବା ସବୁବେଳେ ଥଣ୍ଡାରେ ଘଡ଼ଘଡ଼ ହେଉଥାଏ ସେଥିପାଇଁ ତା ପାଇଁ ସୂର୍ଯ୍ୟ ଦେବତାଙ୍କ ସାମ୍ନାରେ ଘଡ଼ଘଡ଼ିଆ ଡାଲମା ଯଚା ହୋଇଥିଲା। ଏବେ ଆମର ପୂଜା ଆରମ୍ଭ ହୋଇଯାଇଛି। ବୋଉ ସବୁ ଜିନିଷ ସଜାଡ଼ି ପୂଜା କରି ନେଇଛନ୍ତି। ଶାମ୍ବ ଦଶମୀରେ ବାଇଗଣ ପତ୍ରରେ ଖାଇବା ବଢ଼ା ହୁଏ। ବାଇଗଣ ପତ୍ରରେ ଖାଇବା ବଢ଼ା ହେଇ ପୂଜା ହୁଏ। ପୂଜା ସରିଲା ପରେ ଘର ପାଖରେ ସବୁ ଛୋଟ ଛୋଟ ପିଲାମାନଙ୍କୁ ଡାକି ଖାଇବାକୁ ଦିଆଯାଏ। ଆମର ଏବେ ପୂଜା ସଜାଇଛି। ସମସ୍ତେ ଠାକୁରଙ୍କୁ ମୁଣ୍ଡିଆ ମାରି ଦେଇଛନ୍ତି। ପିୟୁଷ ବାବୁ ବି ଦେଖି ମୁଣ୍ଡିଆ ମାରି ଦେଇଛି। ପୂଜା ଏବେ ଆମର କମ୍ପ୍ଲିଟ୍ ହେଇଯାଇଛି। ସାଙ୍ଗେ ସାଙ୍ଗେ ଏବେ ଝିଅ ଯାଇ ସବୁ ଛୋଟ ପିଲାଙ୍କୁ ଡାକି ଆଣିଛନ୍ତି। ସମସ୍ତେ ଏବେ ବସିକି ବାଇଗଣ ପତ୍ରରେ ଖାଉଛନ୍ତି। ବହୁତ ଖୁସି ଲାଗୁଛି ପିଲାମାନଙ୍କୁ ଦେଖି। ଆମେ ଏବେ ସବୁ କାମ ସରିଲା ପରେ ମା ଝିଅ 3 ଜଣ ମିଶି ଗୋଟେ ଫଟୋ ଉଠେଇ ଦେଇଛୁ। ତାପରେ ସନ୍ଧ୍ୟାବେଳେ ପୂଜା ହେବା ପାଇଁ ଆମର ବୁଢ଼ା ଚକୁଳି ରେଡ଼ି ହେଇଯାଇଛି। ଗୁଡ଼ ନଡ଼ିଆ ପୁର ଦିଆ ହୋଇ ବୁଢ଼ା ଚକୁଳି ରେଡ଼ି ହେଇଯାଇଛି। ବୋଉ ଏବେ ପୂଜା କରିଦେଇଛନ୍ତି। ଆଜିର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି ସାଙ୍ଗମାନେ। ଜୟ ଜଗନ୍ନାଥ। ନମସ୍କାର।